तुमମାନଙ୍କୁ ମୋ ସଂସ୍କୃତ ଏକାଡେମୀ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଯେଉଁମାନେ ପ୍ରଥମ କରି ମୋ ଭିଡ଼ିଓକୁ ଦେଖୁଛନ୍ତି ସେମାନେ ଦୟାକରି ଲାଇକ୍ କରିବ, ସାଙ୍ଗମାନଙ୍କ ସହିତ ଭିଡ଼ିଓଟିକୁ ସେୟାର କରିବ, ଯାହାଦ୍ୱାରା ସେମାନେ ମଧ୍ୟ ଏହି ଭିଡ଼ିଓର ଲାଭ ଉଠାଇ ପାରିବେ ଏବଂ ସବସ୍କ୍ରାଇବ୍ କରିକି ବେଲ୍ ଆଇକନରେ କ୍ଲିକ୍ କରିକି ଅଲ୍ ବଟନ୍ ଉପରେ କ୍ଲିକ୍ କରିଦେବ, ଯାହାଦ୍ୱାରା ମୁଁ ପଠାଉଥିବା ଭିଡ଼ିଓ ଗୁଡ଼ିକ ସର୍ବପ୍ରଥମେ ପିଲାମାନେ ତୁମ ପାଖରେ ପହଞ୍ଚି ପାରିବ। ଆଉ ଡେରି ନକରି ଆମେ ବିଷୟଟିକୁ ଆରମ୍ଭ କରିବା। ଆମେ ପଢ଼ିଥିଲେ ପୂର୍ବରୁ ସମୟାନୁବର୍ତ୍ତିତାକୁ ବିଷୟଟିକୁ ପଢ଼ିଥିଲେ, ଯେଉଁଟା ପାର୍ଟ 1 ପାର୍ଟ 2ରେ ମେନ୍ସନ୍ ଅଛି। ବର୍ତ୍ତମାନ ତାର ଅଭ୍ୟାସ କାର୍ଯ୍ୟକ୍ରମକୁ ଆମେ କରିବା। 1 ନମ୍ବର, ନିଜ ଭାଷାୟ ବାକ୍ୟଦ୍ୱୟନ ବାକ୍ୟତ୍ରୟଣ ବା ଉତ୍ତରମ୍ ଲିଖତ। ନିଜ ଭାଷାରେ ବାକ୍ୟ 2ଟି ବାକ୍ୟରେ ବା 3ଟି ବାକ୍ୟରେ ଉତ୍ତର ଲେଖ। କ ନମ୍ବର, ମାଧବः ପ୍ରଥମ ଦିବସେ ଯଦା କକ୍ଷା ସମୀପମ୍ ଗଚ୍ଛତ୍ ତଦା କିମ୍ ପଶ୍ୟତ୍। ଯେତେବେଳେ ପ୍ରଥମ ଦିନରେ ମାଧବ କକ୍ଷା ନିକଟରେ ପହଞ୍ଚିଲା ସେତେବେଳକୁ ସେ କ'ଣ ଦେଖିଲା ପଚାରିଛି। ଉତ୍ତରରେ ହେବ, ମାଧବ ପୂର୍ବଦିନ ରାତିରେ ସୂଚନା ପାଇଥିଲା ଯେ 9ଟା ବେଳେ ବିଦ୍ୟାଳୟ ଆରମ୍ଭ ହେବ। ସେ ପ୍ରସ୍ତୁତ ହୋଇ ବାହାରିଲା ବେଳକୁ 9ଟା ବାଜି ଯାଇଥିଲା। ବିଦ୍ୟାଳୟ ନିକଟରେ ପହଞ୍ଚିଲା ବେଳକୁ ସବୁ ଛାତ୍ର ଶ୍ରେଣୀରେ ଉପସ୍ଥିତ ହୋଇସାରିଥିଲେ। ପାଠ ଆରମ୍ଭ ମଧ୍ୟ ହୋଇଯାଇଥିଲା। ଶିକ୍ଷକ ତାକୁ ଶ୍ରେଣୀରେ ବସିବା ପାଇଁ ଅନୁମତି ଦେଲେ, କିନ୍ତୁ କହିଲେ ତୁମେ ଯଥା ସମୟରେ ଆସ। ଖ ନମ୍ବର, ଦ୍ୱିତୀୟ ଦିବସେ ଶିକ୍ଷକ ମାଧବମ୍ କିମ୍ ବଦତ୍। ଦ୍ୱିତୀୟ ଦିନରେ ଶିକ୍ଷକ ମାଧବକୁ କ'ଣ କହିଲେ? ମାଧବ ଦ୍ୱିତୀୟ ଦିନ ଯଥା ସମୟରେ ଶ୍ରେଣୀରେ ପହଞ୍ଚିବାକୁ ଚେଷ୍ଟା କଲେ ମଧ୍ୟ କୌଣସି କାରଣରୁ 10 ମିନିଟ୍ ବିଳମ୍ବରେ ପହଞ୍ଚିଲା। ତେଣୁ ଶିକ୍ଷକ ପୁନର୍ବାର ମାଧବକୁ କହିଲେ, ମାଧବ, ତୁମେ ଯଥା ସମୟରେ ବିଦ୍ୟାଳୟକୁ ଆସିପାରିଲ ନାହିଁ, ଏହା ବଡ଼ ଦୁଃଖର କଥା। ଗ ନମ୍ବର, ତୃତୀୟ ଦିବସେ ମାଧବ ବିଦ୍ୟାଳୟମ୍ ଗତ୍ୱା କିମ୍ ପଶ୍ୟତ୍। ତୃତୀୟ ଦିନରେ ମାଧବ ବିଦ୍ୟାଳୟକୁ ଯାଇ କ'ଣ ଦେଖିଲା? ମାଧବ ତୃତୀୟ ଦିନ 15 ମିନିଟ୍ ପୂର୍ବରୁ ବିଦ୍ୟାଳୟରେ ପହଞ୍ଚି ଦେଖିଲା ଯେ ମୁଖ୍ୟ ଦ୍ୱାର ବନ୍ଦ ଅଛି, କେହି ଜଣେ ଛାତ୍ର ବା ଶିକ୍ଷକ ସେଠାରେ ନଥିଲେ। ଠିକ୍ 8ଟା 55 ମିନିଟ୍ରେ ବିଦ୍ୟାଳୟର ସେବକ ଆସି ଦ୍ୱାର ଖୋଲିଲା। କ୍ରମେ କ୍ରମେ ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଆସିଲେ। ଘ ନମ୍ବର, ମାଧବः ତୃତୀୟ ଦିବସେ କଥମ୍ ବିସ୍ମିତ ଅଭବତ୍। ମାଧବ ତୃତୀୟ ଦିନେ କିପରି ଆଶ୍ଚର୍ଯ୍ୟ ହୋଇଗଲା? ମାଧବ ତୃତୀୟ ଦିନ 15 ମିନିଟ୍ ପୂର୍ବରୁ ଆସି ଦ୍ୱାର ଖୋଲା ହେବା ପରେ ବିଦ୍ୟାଳୟ ମଧ୍ୟକୁ ଆସିଲା। ଠିକ୍ 9ଟା ବେଳେ ଘଣ୍ଟା ବାଜିଲା ଏବଂ ପାଠପଢ଼ା ଆରମ୍ଭ ହେଲା। ମାଧବକୁ ଶିକ୍ଷକ ପୁଣି କହିଲେ, ହେ ମାଧବ, ତୁମର ସମୟ ଜ୍ଞାନ ନାହିଁ। ଏହା ଶୁଣି ମାଧବ ବିସ୍ମିତ ହୋଇଥିଲା। ୱାନ ନମ୍ବର, ଶିକ୍ଷକ ସସ୍ମିତମ୍ ମାଧବମ୍ କିମ୍ ବୋଧୟତ୍। ଶିକ୍ଷକ ସ୍ମିତହାସ୍ୟପୂର୍ବକ ମାଧବକୁ ବୁଝାଇ କହିଲେ, ହେ ମାଧବ, ଡେରିରେ ଆସିବା ଉଚିତ ନୁହେଁ, 15 ମିନିଟ୍ ପୂର୍ବରୁ ଆସିବା ମଧ୍ୟ ଠିକ୍ ନୁହେଁ। ପୂର୍ବରୁ ଆସି କ'ଣ କଲ? ଦ୍ୱାର ସମ୍ମୁଖରେ ଠିଆ ହୋଇ ରହିଲ। ସେହି ସମୟ ମଧ୍ୟରେ ନିଜ ପ୍ରକୋଷ୍ଠରେ କିଛି ପଢ଼ିବାକୁ ସମର୍ଥ ହୋଇପାରିଥାନ୍ତ। 6 ନମ୍ବର, ସମୟାନୁବର୍ତ୍ତିତା ଇତି ବିଷୟମ୍ କ କିମರ್ಥମ୍ ଚ ରଚିତବାନ୍। ଏହି ସମୟାନୁବର୍ତ୍ତିତା ବିଷୟଟିକୁ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡକ୍ଟର କୁମାର ଚନ୍ଦ୍ର ମିଶ୍ର ମହୋଦୟ ରଚନା କରିଛନ୍ତି। ବର୍ତ୍ତମାନ ଭୋଗବାଦ ସମାଜରେ ଲୋକମାନଙ୍କ ମଧ୍ୟରେ ସମୟାନୁବର୍ତ୍ତିତାର ଘୋର ଅଭାବ ପରିଲକ୍ଷିତ ହେଉଛି। ଆଜିକାଲି ସମାଜରେ ଯେଉଁମାନେ ପ୍ରତିଷ୍ଠା ଲାଭ କରିଛନ୍ତି ସେମାନେ ନିଶ୍ଚୟ ସମୟାନୁବର୍ତ୍ତିତ ଅଟନ୍ତି। ସାମାଜିକ ସଚେତନା ସୃଷ୍ଟି କରିବା ପାଇଁ ତଥା ଆଳସ୍ୟପରାୟଣ ଛାତ୍ରମାନଙ୍କର ସ୍ୱଭାବକୁ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରି ରଚୟିତା ବିଷୟଟିର ଅବତାରଣ କରିଛନ୍ତି। 2 ନମ୍ବର, ନିଜ ଭାଷାୟ ଏକପଦାତ୍ମକ ଅତି ସଂକ୍ଷିପ୍ତମ୍ ଉତ୍ତରମ୍ ଲିଖତ। ନିଜ ଭାଷାରେ ଗୋଟିଏ ପଦରେ ଅତି ସଂକ୍ଷିପ୍ତ ଭାବରେ ଉତ୍ତର ଲେଖ। କ ନମ୍ବର, ମାନବସ୍ୟ ମହାନ୍ ଗୁଣ କ। ମାନବର ମହାନ୍ ଗୁଣ କ'ଣ? ସମୟାନୁବର୍ତ୍ତିତା ମନୁଷ୍ୟର ବଡ଼ ଗୁଣ ବୋଲି ଶିକ୍ଷକ ମାଧବକୁ କହିଲେ। ଖ ନମ୍ବର, ଭାରତୀୟାନାଂ ସମୟଜ୍ଞାନମ୍ ନାସ୍ତୀତି କେ ବଦନ୍ତି। କେତେକ ମୂର୍ଖ କୁହନ୍ତି ଯେ ଭାରତୀୟମାନଙ୍କର ସମୟ ଜ୍ଞାନ ନାହିଁ। ଗ ନମ୍ବର, ଓଡ଼ିଶା ରାଜ୍ୟେ କସ୍ୟ ଗଣନାନୁସାରମ୍ ପଞ୍ଚାଙ୍ଗମ୍ ପ୍ରଚଳତି। ଓଡ଼ିଶା ରାଜ୍ୟରେ
ସାମନ୍ତ ଚନ୍ଦ୍ରଶେଖରଙ୍କ ଗଣନା ଅନୁଯାୟୀ ପଞ୍ଚାଙ୍ଗ ପ୍ରଚଳିତ ହେଉଛି। घ नंबर भारतीय समय गणना अनुसारेण भारतवर्षे किं प्रचलति। भारतीय समय गणना अनुଯାयी भारतवर्षରେ पंचांग प्रचलित ହେଉଛି। व नंबर लज्जित माधवः शिक्षकस्य समीपे किं कृतवान्। माधव लज्जित होई शिक्षकଙ୍କ निकटରେ क्षमा प्रार्थना कला। च नंबर कस्मिन् समये घंटानाद जातः। ठीक 9टा समय घंटा बाजिला। 6 नंबर विद्यालयस्य सेवकः कदा आगच्छत्। विद्यालयर सेवक 8:55 आसी द्वार खोलिला। ज नंबर विद्यालयस्य किं पिहितमासीत् इति माधवः अपश्यत्। विद्यालयर मुख्यद्वार बंद होइतिबा माधव देखिला। झ नंबर तृतीय दिवसे माधवः विशेष प्रयासेन कस्मिन् समये विद्यालय आगच्छत्। तृतीय दिन माधव विशेष प्रयास 8:45 विद्यालय को गला। 9 नंबर ग्राम विद्यालये क पाठं समाप्त उच्च विद्यालय गच्छत्। ग्राम विद्यालय रे माधव पाठ समाप्त करी उच्च विद्यालय को गला। 3 नंबर संधि विच्छेद कुरुतः। कक्षारंभ कक्षा युक्तारंभ प्राददात प्रयुक्त अददात नागच्छति न युक्त आगच्छति तमंतरेण तम युक्त अंतरेण तत्रासीत् तत्र युक्त आसीत् कक्षाम् उपस्थितः कक्षायां युक्त उपस्थितः प्राप्तुमस्यु प्राप्तुं युक्त अस्यु केनापि केन युक्त अपि एकोपि एकः युक्त अपि कश्चित् कः युक्त चित्। 4 नंबर संधि कुरुतः। पिहितं युक्त आसीत् कण हब ना पिहितमासीत्। एकः युक्त अपि एकोपि आगमनं युक्त अपि आगमनमपि शास्त्रयुक्त अध्ययनं शास्त्राध्ययनं विलम्ब युक्त न विलम्ब न शिक्षकः युक्त च शिक्षकाश्च पुनः युक्त अवदत् पुनर्वदत् द्वारं युक्त अभित द्वारं भीतः क्षणं युक्त अपि क्षणमपि न युक्त अस्ति नास्ति। 5 नंबर देछि पिता सर्वाणि साधनानि तस्मै दत्तवान्। सर्वाणि से पचारि रेखांकित पदनाम विभक्तिमान लिखत। विभक्ति नाम लिखित लिखिया कही। सर्वाणि है द्वितीय विभक्ति स प्रथमा विभक्ति छात्र संबंधन चिन्ह दिखाई ये आमर संबंधन प्रथमा विभक्ति छात्राणाम षष्ठी विभक्ति क्रमेण तृतीया विभक्ति। 6 नंबर रेखांकित पदनाम विभक्ति कारणम लिखतः। स पूर्वम आगतवान् सटा हूँ कर्तरी प्रथमा विभक्ति श्रीमान अहम विलंबेन नागच्छामि विलंबेन हूँ हेतु तृतीया मम मनसि दुःखम मनसि हूँ अधिकरणी सप्तमी गच्छता कालेन अपवर्गे तृतीया ओडिशा राज्ये पंचांगम प्रचलति ओडिशा राज्य हूँ अधिकरणी सप्तमी। वाक्यानि रचयत दत्तवान दत्तवान लगे वाक्य गठन करवा। राजा दरिद्राय धनम दत्तवान राजा दरिद्र को धन प्रदान करुछन्ति बा देउछन्ति। पूर्वम पठनात् पूर्वम गणेशं स्मर पढ़िबा पूर्वरु गणेशं को स्मरण कर। पुरतः शिक्षकस्य पुरतः छात्रा पठन्ति पुरतः अर्थ आगरे। तस्मै तस्मै बालकः लेखनीं देहि। क्रमेण छात्रा क्रमेण विद्यालयं गच्छन्ति। अंतरेण श्रमम अंतरेण विद्या न भवति अंतरेण अर्थ बिना। आठ नंबर शुद्धम उत्तरम निरूपयेत
माधवः कदा कक्षारम्भ इति सूचनां प्राप्तवान्। 8 10 9 5 ଏଇଟା ହେଉଛି 9 ख नंबर क माधवाय कक्षायामुपवेष्टुम् अनुमतिं प्रददत्। अध्यक्ष न शिक्षक न सैनिक न सेवकः। खटा हब शिक्षकः। ग नंबर कदा घंटानाद जातः। 9 के इंडियन टाइम इति उक्त्वा आत्मप्रवचनं कुर्वन्ति। शिक्षिता अभिज्ञा मूढा न चतुरा। मूढा। क शिक्षकस्य समीपे क्षमायाचनां कृतवान्। माधव शिक्षकଙ୍କ निकटରେ क्षमा प्रार्थना कला। ଏଠି ପିଲାମାନେ ତୁମେମାନେ 7 ନମ୍ବର ବାକ୍ୟ ଗଠନ ଏଠି ତ ଦେଇଛି ଯାହା ତୁମେମାନେ ଚାହିଁଲେ ତୁମ ନିଜ ମନରୁ କିଛି ଅଲଗା ବାକ୍ୟ ଗଠନ ମଧ୍ୟ କରିପାରିବ। 7 ନମ୍ବର ଶୂନ୍ୟ ସ୍ଥାନାनि ପୂରୟତ। ଶୂନ୍ୟ ସ୍ଥାନ ପୂରଣ କର। क नंबर डैश अध्ययनं कर्तुं शक्यं। किंचित अध्ययनं कर्तुं शक्यं। ख नंबर पूर्वमागमनं पि न साधु हब। ग नंबर अद्य अहं डैश नागच्छामि। अद्य अहं विलम्बेन नागच्छामि। घ नंबर मम मनसि दुःखं। व नंबर छात्राणां डैश स लज्जित अभवत्। छात्राणां पुरुत स लज्जित अभवत्। ये थिला आजिर प्रश्न उत्तर विषय समयानुवर्तितार प्रश्न उत्तर गुड़िक पिला माने तुम मैंने भिडियोटी को आरंभ शेष जाए देखिले सब बुझीपर आपको तुम्हें मैंने खातार नोट करदेव। नोट कर सारिकी पिला माने भल भाव मन रख विषयटी को पढ़व एवं मन रख। जदि भिडियोटी तुम मानक भल लगी थाए ताले लाइक शेयर कमेंट करने को एवं सब्सक्राइब करने को केबे हेले भूलिबनी। धन्यवाद पिला माने।